ତାକୁ ମୋ ମନ ଦେଲି, ଦେହ ଦେଲି, ଟଙ୍କା ବି ଦେଲି, ସବୁ ନେଲା, ଶେଷରେ ମୋତେ ଛାଡ଼ିଦେଲା। ସେଇ ଲଜ୍ ସାକ୍ଷୀ ଅଛି, କେତେ ରାତି ଆମେ ସେଇ ଲଜ୍ ଭିତରେ ନିଜକୁ ହଜେଇ ଦେଇଛୁ। ରାତି ଯେତେ ବଢ଼ି ବଢ଼ି ଚାଲୁଥିଲା ଆଉ ଦେହର ତାତି ବି ସେତେ ସେତେ ବଢ଼ି ଚାଲିଥିଲା। ଆଉ ସେଇ ନିଶବ୍ଦ ରାତିରେ ଦେହର ତାତିକୁ ସେ ଲଜ୍ର ଖଟ ଉପରେ ସମ୍ଭାଳିବା କଷ୍ଟକର ଥିଲା। କେତେ ରାତି ଯେ ସେଇ ବେଡ୍ ଉପରେ ନିଜ ଦେହର ଭୋକ ମେଣ୍ଟାଉଥିଲୁ ତା'ର କିଛି ହିସାବ ନଥିଲା। ଯେତେବେଳେ ତା ଟଙ୍କା ଦରକାର ପଡ଼ୁଥିଲା ମୁଁ ସବୁବେଳେ ତାକୁ ସାହାଯ୍ୟ କରୁଥିଲି। ମୋ ଟଙ୍କା କିଏ ଆଉ ତା ଟଙ୍କା କିଏ, ମୋ ପାଖରେ ଯାହା ଥିଲା ସବୁ ତ ତାର ବୋଲି ଭାବୁଥିଲି। ଶେଷରେ ସେ ଜିତୁ ମୋ ସହିତ ଏମିତି କରିବ ମୁଁ କ'ଣ ଜାଣିଥିଲି? ରାତି ରାତି ମୋ ଦେହକୁ ଝୁଣି ଝୁଣି ଖାଇସାରିବା ପରେ ଯେତେବେଳେ ମନ ଭରିଗଲା ସେ ଜିତୁ ମୋତେ ଧୋକା ଦେଇ କୁଆଡ଼େ ଚାଲିଗଲା ଯେ ତାକୁ ଯେତେ ଖୋଜିଲେ ବି ଆଉ ପାଉନି। ଏସବୁ କଥା ଥିଲା ପ୍ରେମରେ ଧୋକା ଖାଇଥିବା ରୂପାଲିର। 2024 ମସିହାରେ ଫେସବୁକ୍ରୁ ଆରମ୍ଭ ହୋଇଥିବା ଜିତୁ ଆଉ ରୂପାଲିର ପ୍ରେମ ଖୁବ୍ କମ୍ ଦିନ ଭିତରେ ନିବିଡ଼ ହୋଇଯାଇଥିଲା। ଆଉ ସେହି ପ୍ରେମ ବେଶୀ ଦିନ ଚାଲିପାରିନଥିଲା। ଗୋଟେ ବର୍ଷ ନ ପୁରୁଣୁ ପ୍ରେମ ସମ୍ପର୍କଟା ଭାଙ୍ଗି ଯାଇଥିଲା। ଜିତୁ ରୂପାଲିକୁ ଇଗ୍ନୋର କରିବା ଆରମ୍ଭ କରିଦେଇଥିଲା। ଏପଟେ ରୂପାଲି ଜିତୁକୁ ଏତେ ଭଲ ପାଉଥିଲା ଯେ ତାକୁ ପ୍ରତ୍ୟେକ ମୁହୂର୍ତ୍ତରେ ଝୁରି ହେଉଥିଲା। କିନ୍ତୁ ଜିତୁ ଏତେ ଚାଲାକ ଥିଲା ଯେ ରୂପାଲିକୁ ଆଉ ଧରାଛୁଆଁ ଦେଉନଥିଲା। କ'ଣ ପାଇଁ ଧରା ଦେବ? ଜିତୁକୁ ଯାହା ଦରକାର ଥିଲା ସବୁ ତ ତାକୁ ମିଳିଯାଇଥିଲା। ପ୍ରଥମେ ହେଲା ରୂପାଲିଠୁ ଦେହ ସୁଖ ନେଲା, ଆଉ ପରେ ରୂପାଲି ପଇସାରେ ବି ନିଜକୁ ଏନ୍ଜୟ ବି କଲା। ଏବେ ମନ ଭରିଗଲା ଆଉ ପ୍ରେମ ନା ପ୍ରେମ ସବୁ ଭୁଲି କୁଆଡ଼େ ହଜିଗଲା। ଏବେ ରୂପାଲି ଖାଲି କାନ୍ଦିବା ଛଡ଼ା ତା ପାଖରେ ଆଉ କିଛି ରାସ୍ତା ନଥିଲା। ଦର୍ଶକ ବନ୍ଧୁ, ଏହି ପ୍ରେମଟା କ'ଣ ପାଇଁ ଏତେ ଜଲ୍ଦି ଭାଙ୍ଗିଗଲା କହିପାରିବେ? କାହିଁକି ନା ଏଇଟା ପ୍ରେମ ନଥିଲା, ପ୍ରେମ ନାଁରେ କଳଙ୍କ ଥିଲା। ଏଠି ଖାଲି ସ୍ୱାର୍ଥ ଥିଲା, ଏଠି ଦେହ ସୁଖର ସ୍ୱାର୍ଥ ଥିଲା, ଏଠି ଟଙ୍କା ପାଇବାର ସ୍ୱାର୍ଥ ଥିଲା। ଆଉ ପ୍ରେମ ଥିଲେ ତ ଆଗକୁ ବଢ଼ିଥାନ୍ତା। ମୁଁ କହୁନି ଏଠି ଜିତୁର ପୁରା ଭୁଲ ଆଉ ରୂପାଲି ଜମା ବି ଭୁଲ କରିନାହିଁ ବୋଲି। ଜିତୁ ରୂପାଲିକୁ ଧୋକା ଦେଇ ଯେତିକି ଭୁଲ କରିଛି ରୂପାଲି ବି ବାହା ହେବା ପୂର୍ବରୁ ତା ସହିତ ରାତିରେ ଶଯ୍ୟା ସଙ୍ଗୀନ ହେଇ ସେତିକି ଭୁଲ କରିଛି। ଏବେ ଆଉ କ'ଣ ରାସ୍ତା ଅଛି? ଖାଲି ପସ୍ତେଇବା ଛଡ଼ା ଆଉ କିଛି ବି ରାସ୍ତା ନାହିଁ। କାନ୍ଦି କାନ୍ଦି କହିଲା, ଭାଇ ମରିଯିବି, ନିଜ ଜୀବନ ନିଜେ ନେଇଯିବି। ବୁଝେଇଲି କିଛି ଲାଭ ନାହିଁ, ସେ ତ ସେଇଆ ଚାହୁଁଛି, ତା ରାସ୍ତାର କଣ୍ଟାଟା ସଫା ହେଇଯାଉ। ଆଉ ତମେ ଯଦି ସେମିତି କରିବ ଲାଭ କ'ଣ? ଯଦି ପାରୁଛ ବଞ୍ଚିକି ରୁହ ଆଉ ସଂଘର୍ଷ କରି କିଛି କରିବାକୁ ଚେଷ୍ଟା କର। ତମେ ଏମିତି କିଛି କରି ଦୁନିଆକୁ ଦେଖେଇ ଦିଅ ଯେ ସେଦିନେ ପସ୍ତେଇବ ମୁଁ ରୂପାଲିକୁ ଧୋକା ଦେଇ ବହୁତ ବଡ଼ ଭୁଲ କରିଛି। ଜାଣିନି ଏ ଜୀବନର ଯାତ୍ରା କୁଆଡ଼େ ଯିବ, ଜାଣିନି ତମେ ତମ ଜୀବନରେ କେତେ ସଂଘର୍ଷ କରିପାରିବ, କିନ୍ତୁ ଏଇଟା ତ ସତ୍ୟ ଯେ ଜଣେ ନାରୀ ପାଖରେ ଯେଉଁ ପବିତ୍ର ଜିନିଷଟା ରହିବା କଥା ସେଇଟା ତ ତମ ପାଖରେ ଆଉ ନାହିଁ। କିନ୍ତୁ ଚାହିଁଲେ ନିଜକୁ ଏମିତି ଜାଗାରେ ପହଞ୍ଚାଇ ପାରିବ ଯିଏ ତମ ପବିତ୍ରତା ନଷ୍ଟ କରିଥିଲା ସେ ପୁଣି ତମକୁ ଖୋଜି ବୁଲିବ। ଆଉ ନିଜକୁ ଶେଷ କରିଦେଲେ କ'ଣ ହେବ? ସେଇଟା ତ କେବେ ଶେଷ ରାସ୍ତା ନୁହେଁ। ପୁଣି କହିଲା, ସହିପାରୁନି ପ୍ରତାପ ଭାଇ, ଭାରି କଷ୍ଟ ହେଉଛି। ହଁ ଜାଣିଛି ସମସ୍ତଙ୍କୁ ସେମିତି କଷ୍ଟ ହୁଏ, ତା ମାନେ ନୁହେଁ ଯେ ନିଜକୁ ଶେଷ କରିଦେବା। ଅନେକ ଭଲ ରାସ୍ତା ଅଛି ରୂପାଲି, ଆଉ ଥରେ ସେସବୁ ରାସ୍ତାକୁ ଆପଣେଇ ଆଗକୁ ବଢ଼, ଦେଖିବ ସବୁ ଭୁଲିଯିବ ଆଉ ଜୀବନଟା କେତେ ମୂଲ୍ୟବାନ ଜାଣିପାରିବ। ଶେଷରେ କିଛି ତ ବୁଝିଲା ଆଉ କହିଲା, ଭାଇ ମୁଁ ନିଜକୁ ବଦଳାଇବାକୁ ନିଶ୍ଚିତ ଚେଷ୍ଟା କରିବି। କେତେ କରିପାରିବି ତାହା ତ ଜଣା ନାହିଁ। ମୁଁ ଗୋଟେ ଛୋଟ ଚାକିରି କରେ, ସେଥିରେ ନିଜ ଖର୍ଚ୍ଚ ନିଜେ ବାହାର କରିଦିଏ। ଆଉ ଯାହା ବଞ୍ଚିଥିଲା ସେସବୁକୁ ଜିତୁକୁ ଦେଇ ସାରିଥିଲି। ଏବେ ପୁଣି ଥରେ ନୂଆ ଜୀବନ ଆରମ୍ଭ କରିବି ଆଉ ସେ ଜିତୁକୁ ଦେଖେଇ ଦେବି ମୁଁ କ'ଣ କରିପାରେ। ଶେଷରେ କହିଲା, ମୋ ନାଁ ଆଉ ଠିକଣା ଲୁଚେଇ ଗୋଟେ କାହାଣୀ କରି ଆପଣଙ୍କ କଣ୍ଠରେ ଥରେ ପଢ଼ିବେନି? ମୁଁ ହଁ କହିଲି ଆଉ ଫୋନ୍ଟା କାଟିଦେଲି। ହେଲେ କାହାଣୀ କେଉଁଠୁ ଆରମ୍ଭ କରିବି ଭାବି ଭାବି କାହାଣୀ ଲେଖିବା ଆରମ୍ଭ କଲି। ଆଉ କେତେବେଳେ ଶେଷ ହେଇଗଲା ସେ କଥା ବି ଜାଣିପାରିଲିନି। ମୁଁ କହିବି ଜିତୁ ତ ଜମା ଠିକ୍ କରିନି, ହେଲେ ରୂପାଲି ବି ତ ଠିକ୍ କରିନି। କେବଳ ରୂପାଲି କି ଜିତୁ ନୁହେଁ, ଆଜିକାଲିର ସବୁ ପ୍ରେମୀ ଯୁଗଳ ପ୍ରେମ କମ୍ କରୁଛନ୍ତି ଆଉ ଦେହ ସୁଖ ଆଗେ ନେଉଛନ୍ତି, ଯେଉଁଥିପାଇଁ ପ୍ରେମ ନାଁରେ କଳଙ୍କିତ ଅଧ୍ୟାୟ ସୃଷ୍ଟି କରୁଛନ୍ତି। କ'ଣ ଭୁଲ କହିଲି କି ଆଜ୍ଞା? ଆପଣଙ୍କୁ ଏ କାହାଣୀ କେମିତି ଲାଗିଲା କମେଣ୍ଟ କରି ନିଶ୍ଚିତ ଜଣାଇବେ। ଆଉ ମୁଁ ରୂପାଲିକୁ ଯାହା କହିଲି ଠିକ୍ କହିଲି କି ନାହିଁ ସେ କଥା ବି ନିଶ୍ଚିତ ଜଣାଇବେ। ରହୁଛୁ, ନମସ୍ତେ, ଜୟ ଜଗନ୍ନାଥ।